ଅଛୁ। ପ୍ରବଳ ବର୍ଷା। ଆପଣମାନେ ଯେଉଁ ଏରିଆକୁ ଯିବେ, ଯେଉଁ ରାସ୍ତାରେ ଯିବେ, ଯେଉଁ ଗାଁକୁ ଯିବେ, এই ବର୍ଷାର ଅନୁଭୂତି ଆପଣମାନେ ପାଇପାରିବେ। ଆଉ କ'ଣ କରିବା, ବାଧ୍ୟ ହେଉଛୁ ବର୍ଷାରେ ମଧ୍ୟ ଯିବା ପାଇଁ। ଲୋକମାନେ ମଧ୍ୟ ଯାତ୍ରା କରୁଛନ୍ତି ବିଭିନ୍ନ କାର୍ଯ୍ୟ। ସେଥିରୁ ବର୍ଷାକୁ ମୁଁ ଟିକେ ଅନୁରୋଧ କରିବି, ସେ ବେଳେବେଳେ ଆମମାନଙ୍କୁ ଟିକେ ସାହାଯ୍ୟ କରେ। ଆମମାନଙ୍କର କାର୍ଯ୍ୟ ମିଟିଂ ଥିଲାବେଳେ ଟିକେ ସେ ନ ପଡ଼ିଲେ ଭଲ ହେବ। ଦେଖନ୍ତୁ, ଏଇ ସମୟରେ ଗୋଟେ ଭାଇ ରାସ୍ତାରେ ବାଇକ୍ ରଖିଛନ୍ତି। ଆଉ ଏଇଟା ହେଉଛି ସୁରୁବାଲି। ରାସ୍ତାରେ ବାଇକ୍ ରଖିବା ସୁରକ୍ଷିତ ମନେ କରୁଛନ୍ତି। ସୁରକ୍ଷିତ ଆଉ ଗୋଟେ ବାଇକ୍ ଆମେ ଦେଖିପାରୁଛୁ ରାସ୍ତା ସାଇଡ୍ରେ ମଧ୍ୟ ଗାଡ଼ି ରଖିଛନ୍ତି। କାଠ ହେଇଛି। ହଁ, ଦେଖନ୍ତୁ। ଆରେ ସେ ଭାଇ ତ ରାସ୍ତାରେ ଗାଡ଼ି ଚଲାଉଛନ୍ତି। ଭଲ ନୁହେଁ। ବର୍ଷାରେ ଏତେ ସ୍ପିଡ୍, ଓ ମାଇ ଗଡ୍। ଜମା ଭଲ ନୁହେଁ। ସେମାନଙ୍କୁ ଦେଖିଲେ ଭାରି ଦୁଃଖ ଲାଗୁଛି। ବର୍ଷାରେ ଯଦି ଟିକେ ଚକା ଖସିଯିବ, ସେମାନେ ବହୁତ କଷ୍ଟ ପାଇବେ। ଦୁର୍ଘଟଣାର ସମ୍ଭାବନା ଅଛି। ଆଉ ଯେଉଁ ଭାଇ ଏଇ ମୋବାଇଲରେ ଭିଡ଼ିଓ କରୁଛନ୍ତି, ଆଉ ସେ ଭାଇକୁ ମଧ୍ୟ ବହୁତ ଧନ୍ୟବାଦ। ବର୍ଷାରେ ନିଜର ମୋବାଇଲକୁ କାଢ଼ିଛନ୍ତି, କାହିଁକିନା ମୋବାଇଲ ମଧ୍ୟ 50,000ର। ଆଉ କହିଲେ ଏ ବର୍ଷାରେ ଯଦି ଯାଉଛି ଯାଉ, ଆସନ୍ତା ବର୍ଷା ହେଲା ବେଳେ ଆଉ ଗୋଟେ ମୋବାଇଲ ଆସିଥିବ ବୋଲି କହିଲେ। ମାନେ ସେ ଏପଟେ ଦେଖନ୍ତୁ ନଦୀକୁ। ଓ ମାଇ ଗଡ୍। ଆରେ ଭାଇ, ଟାଟା କର ନାହିଁ ମୋତେ। ବେଶୀ ଓଦା କରନି ରେ, ଖରାପ ହବ। ଦେଖନ୍ତୁ, ଆମ ଆଗରେ ଗୋଟେ ସ୍କୁଟି ଯାଉଛି। ୟେସ୍, ବର୍ତ୍ତମାନ ବାଲିଗୁଡ଼ା ଆମମାନଙ୍କୁ ସ୍ୱାଗତ ଜଣାଉଛି। ସ୍ୱାଗତ। ୟେସ୍, ବର୍ତ୍ତମାନ ଆମେ ବାଲିଗୁଡ଼ା ଏରିଆରେ ପାଠ କରିଛୁ। ଓ ମାଇ ଗଡ୍, ବର୍ଷା ବେଶୀ ହେଇଗଲା, ପାଣି ଆମ ଉପରେ ପଡ଼ୁଛି। କ'ଣ କରିବା? ବନ୍ୟା ହେବାର ସମ୍ଭାବନା ଅଛି। ଓହୋ, ଏଇଟା କ'ଣ ବସ୍ ନା ଟ୍ରକ୍? ବସ୍। ଆପଣମାନେ ଦେଖନ୍ତୁ, ଏଇଟା ହେଉଛି ବାଲିଗୁଡ଼ାର ଇଣ୍ଡିଆନ୍ ଅଏଲ୍ ବା ନ୍ୟୁ ପେଟ୍ରୋଲ ଟାଙ୍କି, ପେଟ୍ରୋଲ ପମ୍ପ, ନର୍ଥ ଟାଙ୍କି। ଆଉ ଏଠି ଅନେକ ଲୋକ ବର୍ଷା ପାଇଁ ଶାନ୍ତି ହୋଟେଲ। କାହାକୁ ଡରୁନାହାନ୍ତି, ବର୍ଷାରେ ବୁଲୁଛନ୍ତି। ଓ ମାଇ ଗଡ୍, ପାଣି। ଓହୋ, ଭେରି ଗୁଡ୍। ଡ୍ରାଇଭର ଭାଇକୁ ବହୁତ ବହୁତ ଧନ୍ୟବାଦ। ସେ ଅତି ଦ୍ରୁତ ଗତିରେ ନେଉନାହାନ୍ତି। ଓ ଛେଳି। ଆଉ ଏପଟେ ଦେଖନ୍ତୁ, ଆଉ ଗୋଟେ ନୂଆ ଗ୍ୟାରେଜ ହେଇଛି। ଆମ ରସାନନ୍ଦ ଭାଇ ଏଠି ମ୍ୟାନେଜର ଥିଲେ। ଏଇ ଜାଗାରେ ସେ ମ୍ୟାନେଜର କାମ କରୁଥିଲେ। ଆଉ ସେ କ'ଣ କରିବା, ପଇସା ଟିକେ କମ୍ ହେବାରୁ ସେ ଛାଡ଼ିଦେଲେ। ସେ ମାଲିକ ଏବେ ପସ୍ତଉଛି, ରସାନନ୍ଦ ଭାଇ ଛାଡ଼ିବାର। ତାଙ୍କର ଦୋକାନ ସବୁ ବନ୍ଦ ହେଇଗଲା। ଆଉ ଟିକେ ଗଲା ପରେ ଆପଣମାନେ ଦେଖିପାରିବେ ଗୋଟେ ଅତି ସୁନ୍ଦର ଜାଗା, ଯେଉଁଠି ମୀନା ବଜାର ଗତ ମାସ ଆସିଥିଲା।
ଓ ଏଇଟା ଗୋଟେ ଗଛ ପଡ଼ିଯାଇଛି। ଯଦି ଆପଣମାନେ ଆସିଥିଲେ ଏଇ ଜାଗାରେ ତ ଭାବୁଛି ବହୁତ ଭଲ ଲାଗିଥିବ ଆପଣମାନଙ୍କୁ। ଆଉ କ୍ୟାମେରା ଭାଇକୁ ଅନୁରୋଧ କରିବି ଦୟାକରି ସେଇ ପିକନିକ୍ ନାହିଁ ମୀନା ବଜାର ଜାଗା ଦେଖେଇଦେବେ। ପାଣି ପାଣି ହେଇଛି ସେପଟେ ସବୁ। ପୁରା ଓ ମାଇ ଗଡ୍ ଏଇ ଜାଗାରେ ଆସିଥିଲା ମୀନା ବଜାର। ବହୁତ ଭଲ ହେଇଥିଲା। ଅନେକ ଲୋକମାନେ ଆସିଥିଲେ କିନ୍ତୁ ଏଇ ସାହିର ଲୋକମାନେ ମନ ଇଚ୍ଛା ବାଇକ୍ ପାଇଁ ବା ଗାଡ଼ି ପାଇଁ ଟିକେଟ୍ କାଟି ପଇସା ନେଉଥିଲେ ରାସ୍ତା ରଖିବା ପାଇଁ। ତ ଅନୁରୋଧ କରିବି ଆଗାମୀ ଦିନମାନଙ୍କରେ ସେମିତି ମନ ଇଚ୍ଛା ପଇସା ନିଅନ୍ତୁ ନାହିଁ। ଆମେ ବି ବାଲିଗୁଡ଼ା ବାସି